ଜମ୍ବୁ ଦ୍ୱୀପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜମ୍ବୁ ନିକଟସ୍ଥ ବାହାକୁଦ ଘାଟଠାରେ ପ୍ରଥମ ଥର ପାଇଁ କୈବର୍ତ୍ତ ସମାଜ ପକ୍ଷରୁ ଆୟୋଜକ ରାଜକିଶୋର ମହାପାତ୍ରଙ୍କ ସଭାପତିତ୍ୱ ଓ ନାରାୟଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗନ୍ଧର୍ବ ବେହେରା, ମୁଖ୍ୟ ବକ୍ତା ଭାବେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ସଭାପତି ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଐତିହାସିକ ଅମିୟ ପଟ୍ଟନାୟକ, ପ୍ରଫେସର ଶୁଭ୍ରାଂଶୁ ବେହେରା, ଶ୍ରୀମତୀ ମଞ୍ଜୁ ରାୟ ପ୍ରମୁଖ ଯୋଗଦେଇ କାର୍ତ୍ତିକ ପୂର୍ଣ୍ଣିମାର ମାହାତ୍ମ୍ୟ ଓ ବୋଇତ ବନ୍ଦାଣ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଡକ୍ଟର ନାୟକ ଜମ୍ବୁ ଦ୍ୱୀପକୁ ଆର୍ଯ୍ୟବର୍ତ୍ତର ସ୍ଥାନ ସହ ପୁରାଣ ଉପନିଷଦ, ମୁଖ୍ୟ ବକ୍ତା ପ୍ରଫେସର ଡକ୍ଟର ବେହେରା ଏହି ଦ୍ୱୀପର ମାହାତ୍ମ୍ୟ ତଥା ସାରଳା ମହାଭାରତରେ ଏହାର ଗୁରୁତ୍ୱ, ଐତିହାସିକ ଶ୍ରୀ ପଟ୍ଟନାୟକ ସାଧକ ପୁଅଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ପ୍ରଫେସର ବେହେରା ବୋଇତ ବନ୍ଦାଣର ଇତିହାସ, ଐତିହ୍ୟ ଓ ତଅପୋଇ ସମ୍ପର୍କରେ ଶ୍ରୀମତୀ ରାୟ କୈବର୍ତ୍ତ ଜାତିକୁ ନେଇ ମହାଭାରତ ରାମାୟଣରେ ତର୍ଜମା କରିଥିଲେ। ସଭାପତି ଶ୍ରୀ ମହାପାତ୍ର ବାହାକୁଦ ତଥା ଜମ୍ବୁ ଦ୍ୱୀପର ବିଶେଷତ୍ୱ ଉପରେ ଆଲୋଚନା କରିଥିଲେ। ସଂଯୋଜକ ଶ୍ରୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କୈବର୍ତ୍ତ ମହାସଭାର ଉପସଭାପତି ଇଞ୍ଜିନିୟର ବିଷ୍ଣୁଚରଣ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥିଲେ। ବିୟୁ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।